କରୁଛି ପ୍ରଣାମ। କୈବର୍ତ୍ତ ଜନ୍ମ ପୁରାଣ କଥା କହୁଛି ଯେ ଶୁଣ। କଳ୍ପବୃକ୍ଷ ପରେ ବିଷ୍ଣୁ ଯେ କରିଲେ ଶୟନ। ପ୍ରଳୟ କାଳରେ ବୃକ୍ଷ ହେଲା ଟଳମଳ ଜାଣ। ସେହି ପ୍ରଳୟରେ ବୃକ୍ଷ ଯେ ଟଳିଲା ନଇଁ ପଡ଼ିଲା ଯେ। ବିଷ୍ଣୁଙ୍କ ଶୟନ ତହିଁ ଅସମ୍ଭାଳ ହେଲା କରିଲେ ଗମନ। ଦଳି ଦଳି କର୍ଣ୍ଣମୂଳୁ ଏକ ପୁତ୍ର କରିଲେ ଜନମ। କୈବର୍ତ୍ତ ନାମ ତାଙ୍କର ହୋଇଲା ତେପୁଣ। କହିଲେ ରେ ବାବୁ ତୁ ହିଁ ପତ୍ର ପରେ ଯାଇ ସେ ବୃକ୍ଷକୁ ଅଟାଳିବୁ ଧରିବୁ ଗୋଟାରି ଯାଇ। ଗୋଟାରି ଧରନ୍ତେ ପୁଣି ବିଷ୍ଣୁ କରିଲେ ଶୟନ। ନାମ ତାଙ୍କ ହୋଇଲା ସେ ପୁଣ। କୈବର୍ତ୍ତ ଜନ୍ମ ଆରମ୍ଭ ହୋଇଲା। ଏ ସମୟରେ କିଛି ଦିନ ତହିଁ ବିତିଗଲା। ପ୍ରଳୟ ମାର୍କଣ୍ଡ ପ୍ରଳୟ ପୁଣି ଯେ ହୋଇଲା। ବିଷ୍ଣୁଙ୍କର ସ୍ନାନ ତହିଁ ଅନନ୍ତନାଗ ପରେ ହେଲା। ଅନନ୍ତନାଗ ଯେ ପୁଣି କରିଛନ୍ତି ଶୟନ। ବିଷ୍ଣୁଙ୍କୁ ଆଜ୍ଞା ଦେଲେ ପ୍ରଭୁ ଦିବ୍ୟ ଜ୍ଞାନ। ଯୋଗମାୟା ବଳେ ପୁଣି କରିଲେ ସ୍ମରଣ। ବିଷ୍ଣୁ ତହିଁ ଗଛ ଲତା ପରି କରିଲେ ପରିପୂର୍ଣ୍ଣ। ଗୁରୁ ଗାଈ ଆଦି କରି ଜାତି ଯେ ସେ ବର୍ଣ୍ଣ। ହେମନ୍ତ କଥା ଏ ଶୁଣ ଦେଇ କର୍ଣ୍ଣପାତ। କୈବର୍ତ୍ତ ଗୀତାଏ ତହିଁ କହୁଅଛି ସତ। ଅଚ୍ୟୁତ ମୁଖକୁ ଚାହିଁ ପଚାରିଲେ ବିଷ୍ଣୁ ଏ ପୁରାଣ କାହିଁ ପାଇଁ କରିଲ ରଚନା। କହିଲେ ଏ ପ୍ରଭୁ ତୁମଙ୍କର ଏହି ଲୀଳା। ମୁଁ ଅଟେ ଅକିଞ୍ଚନ କରି ମୁଁ ମୋତେ କ୍ଷମା କର ଭଲା।